ଶଳାକୁ ବାଉଆ ଗୋଟେ ବଜେଇବି ତ ମୁହଁ ବାଙ୍କି ଯିବ। ଗାଞ୍ଚା ଲେଖା କଥାବାର୍ତ୍ତା କରୁଛୁ ଏଠି। ଶଳା ତ ମାଉସୀ ବାହାଘର 8 ମାସ ହବ ହେଇଛି, ତାର 18 ବର୍ଷର ଝିଅ ଆଇଲା କୋଉଠୁ ବେ? ଶଳା ମୋରି କାକଟା ଏମିତି ପତା ପତା ଗନ୍ଧଉଛି। ସେ ସାଲା ଯଦି ଜାଣିବ ମୁଁ 25 ଦିନ ହେଲା ଗାଧେଇନି ବୋଲି, ଗାଁ ସାରା ବୁଲି ବୁଲି କହିବ ସାହୁ ବାବୁଟା ଅଗାଧୁଆଟା। କିଲୋ ବୋପା କି ଥଣ୍ଡା ଲୋ, ଦେହ ପୁରା ବରଫ ହେଇଯାଉଛି। ନା ଆଉ ଗାଧେଇ ହବନି। ଘରଣୀ ହାତ ତିଆରି ଗରମ ପାଣିରେ ଗାଧୋଇବାର ଯୋଉ ମଜା, ମୋ ଭାଗ୍ୟରେ କାହିଁ। ସବୁ ଗେରସ୍ତ ମାନେ ସେ ମଜା ପାଉଛନ୍ତି, ହେଲେ ମୋ ମାଇକିନାର ମୁଁ କଣ ଏମିତି କମି ରଖିଲି ଯେ କହିଲା ତା ବାପ ଘରକୁ ଯାଇଛି ଯେ ଯାଇଛି, ଆଉ ଫେରିବାର ନାଁ ଧରୁନି। ସେଥିପାଇଁ ମୁଁ ହତଭାଗା ଏଇ ଥଣ୍ଡା ପୋଖରୀକୁ ଗାଧେଇବାକୁ ଆସିଛି। ମୋ କପାଳ ତ ହଟା କହିଛି କାହାକୁ। ଇଲୋ ବୋଉଲୋ, ନା ଆଉ ଗାଧେଇ ହବନି। ମୁଁ ଘରକୁ ଚାଲିଲି। ଆଜିକୁ ଲଗେଇକି 25 ଦିନ ହେଇଗଲା ମୁଁ ଗାଧେଇନି। ଛୁଆ ମୋ କଥାଟା କେହି ଶୁଣୁନାହାନ୍ତି ତ, ନହେଲେ ମତେ ଗାଁ ଦାଣ୍ଡରେ ଚଲେଇ ଦେବେନି, କହିବେ ଶଳା ସାହୁ ବାବୁଟା ଅଗାଧୁଆଟା। ଶଳା 25 ଦିନ ହବ ଗାଧେଇନି ବୋଲି ଦେହ ତ ଗନ୍ଧ ହଉଛି, ତା ସହିତ ମଳି ବସିକି ଦେହ ହାତ ଖାଲି କୁଣ୍ଡେଇ କାଣ୍ଡେଇ ହଉଛି। ଶଳା ଏଇ ଅବସ୍ଥାକୁ ହଗୁରାଟା ବି ଛୁଟି ନେଇଯାଇଛି। କହିଲା କଣ ସାହୁ ବାବୁ ମତେ ଧାନ କଟା ଛୁଟି ଦିଅ, ମୁଁ ମୋ ମାମୁଁ ଘରକୁ ଯିବି। ଶଳା ଏଟା ମୋ ଦୋକାନ ନା ସରକାରୀ ବିଦ୍ୟାଳୟ? ସାହୁ ବାବୁ ସଉଦା ଟିକେ ନବା। ହଁ ରେ ଦଉଛି, ଆମ ବଇନି ଗରାକ ତୁ ଆଉ କଣ ଦେବି କହ। ସାହୁ ବାବୁ ଅଟା ପ୍ୟାକେଟ ଦିଅ, ଆଉ ସୋରିଷ ତେଲ ହାତ ଦିଅ। ସାହୁ ବାବୁ ଆଉ କେତେ ଟଙ୍କା ମୋର ହେଲା? ଆରେ ତୋର 130 ଟଙ୍କା ହେଲା। ସାହୁ ବାବୁ ଏତେ ଟଙ୍କା କେମିତି ହେଲା? କୋଉଟା କେତେ ରେଟ୍ ପକେଇଲା କି? ଆରେ ତୋର ଅଟାଟା 40 ଟଙ୍କା ଆଉ ସୋରିଷ ତେଲ 90 ଟଙ୍କା। କଣ ହେଲା ସାହୁ ବାବୁ, ସୋରିଷ ତେଲଟା 90 ଟଙ୍କା? ଛକ ଦୋକାନୀ ଦୀପୁ ଭାଇ 70 ଟଙ୍କାରେ ଦଉଛି, ତୁମେ କଣ 90 ରଖୁଛ? खत्म, बाय बाय, टाटा, गुड बाय। चल ଦେଖୁଥା ତୁ ବାଉଆ ଗୋଟେ ବଜେଇବି ତ ଗାଞ୍ଚା ଲାଗିଆ କଥାବାର୍ତ୍ତା କରିବା ଛାଡିଯିବ। ଛୁଆ ଦୀପୁଟା ବାଡିରେ ପଡୁଛି, ତତେ 90 ଟଙ୍କିଆ ଜିନିଷ 70 ଟଙ୍କା ଦବ। ଓ ସାହୁ ବାବୁ ଗରମ ଖଣ୍ଡେ କହୁଛ, ଏତେ ଟଙ୍କା ନ ନେଲେ ବି 5-10 କମ ନେଉଛନ୍ତି। ଆମେ ତାଙ୍କ ପାଖକୁ ନ ଯାଇକି ତମ ପାଖକୁ ଯାଇ ଆସିବୁ। ଓ ଯାବେ ତୁ ନ ନେଲେ ଯେମିତି ମୋ ବେପାର ହବନି। ଆମ ବଇନି ଟାଇମରେ ଆସିକି ଏଠି ରୋଲ ଖୋଲୁଛୁ। ହଁ ହଁ ଯାଉଛି ଯାଉଛି, ଚାରିଆଡେ ବୁଲି ବୁଲି କହିବି ତମ ଦୋକାନକୁ ଆଉ କେହି ଆସିବେନି। खत्म, बाय बाय, टाटा, गुड बाय। ସେ ଛକ ଦୋକାନୀ ଦୀପୁ ବେପାର ଠପ୍ କରିବାକୁ ବସିଛି। 5-10 ଟଙ୍କା କମରେ ଦେଇକି ଲୋକଙ୍କୁ ମୋ ପାଖରୁ ଟାଣି ନଉଛି। ହଉରେ ଦୀପୁ, ରାତି ପାଇଲେ ମୋ ଦୋକାନ ଦେଇକି ତୁ ସଉଦା ପାଇଁ ଯାଉଛୁ,
ମୁଁ ଯଦି ତ ଦୀପରେ ତେଲ ବଦଳରେ ପାଣି ନ ଡାଲି ଦେଇଛି ମୋ ନାଁ ବି ସାହୁ ବାବୁ ନୁହଁ। ସାହୁ ବାବୁ, ଓ ସାହୁ ବାବୁ, ସାହୁ ବାବୁ, ଓ ସାହୁ ବାବୁ। ଆବେ ଏତେ ଜୋରେ ଚିଲଉଛୁ କଣ ପାଇଁ? ମୁଁ କଣ କାଲ? ଆଉ କଣ କହୁଛ ସାହୁ ବାବୁ? ଜାଲ? ନା ନା ସାହୁ ବାବୁ, ମୁଁ ମାଛ ଫାଛ ଧରେନି, ଜାଲ କୋଉଠି ଆଣିବି? ଏ ଶଳା କାଲା 50 ଟଙ୍କାର ଜିନିଷ ନବନି, ଚିଲେଇ ଚିଲେଇ ମୋ ପଛ ପଛ ଦୁହାର ବାହାର କରିଦବ। ଓ ସାହୁ ବାବୁ, କଣ କହୁଛ କି? ମତେ ଅନେଇ କହୁନ, ମତେ ତ ଶୁଭୁନି। ଆବେ ତୁ କଣ ନବୁ ସାହୁ ବାବୁ? ଏତେ ତରତର କଣ ହଉଛ? ଆଗେ ଟିକେ ଗପସପ ହବା, ତାପରେ ମୁଁ ଜିନିଷ ନେବିନି। ଶଳା କାଲାକୁ ଆ କହିଲେ କାହା ଶୁଭୁଛି? ସେ ପୁଣି କହୁଛି ଗପସପ କରିବା। ଆବେ ଗପସପ କିଛି ନାହିଁ, କଣ ନବୁ କହ ଜିନିଷ। ଆଉ କଣ କହିଲେ ସାହୁ ବାବୁ? ଆମିଷ? ମୁଁ ଥରେ କହିଲି ମାଛ ଫାଛ ତୁ ଧରେନି, ଆମିଷ ଖାଇବୁ କେମିତି? ଭେଟ କରିକି ଏ କାଲ ଏନେ ମୁଣ୍ଡ ଖାଇବ। ଆବେ ଶଳା ଆମିଷ ନୁହେଁ ବେ, ଜିନିଷ ଜିନିଷ। କଣ ନବୁ କହ? ଓ ସାହୁ ବାବୁ ଜିନିଷ କଥା କହୁଛ? ଆଉ ଏତେ ବଡ କଣ କହୁଛ? ମୁଁ କଣ କାଲ? कैसे कैसे लोग रहते हैं यार यहाँ पर। ସାହୁ ବାବୁ ଦୁଇଟା ଗ୍ଲାସ ଦିଅ। ମାଲ ଗୋଟେ ଆଣିଛୁ, ସାଙ୍ଗଟା ଚାକଣ ଧରି ବସିଛୁ, ଗଲେ ଟେକିଦେବି ଆଉ। ଶଳା କାଲ 5 ଟଙ୍କାର ଜିନିଷ ନବନି, କହିଲା କଣ ନା ସାହୁ ବାବୁ ଟିକେ ଗପ ସପ କରିବା। ସାହୁ ବାବୁ କଣ ଗୋଟେ ପଚା ପଚା ଓଲଉଛି କହିଲ? ଶଳା ମୋରି କାକଟା ଏମିତି ପଚା ପଚା ଗନ୍ଧଉଛି। ସେ କାଲା ଯଦି ଜାଣିବ ମୁଁ 25 ଦିନ ହେଲା ଗାଧେଇ ନେଇ ବୋଲି, ଗାଁ ସାରା ବୁଲି ବୁଲି କହିବ ସାହୁ ବାବୁଟା ଅଗାଧୁଆଟା। ଓ ସାହୁ ବାବୁ କଣ କହୁଛ କି? ଆବେ ନା ବେ, ଗୋଟେ ମୂଷାଟା ମରିଯାଇଛି, ତାକୁ ମୁଁ ଆଉ ଫୋପାଡ଼ିନି, ସେଇଟା ଏମିତି ପଚା ପଚା ଗନ୍ଧଉଥିବ। ଆଉ ସେଇଆ କହୁନ, ଶଳା ଏଭଳିଆ ଗନ୍ଧ ଶୁଙ୍ଗିରେ ମଣିଷ 10 ମିନିଟରେ କୋମାକୁ ପଳେଇବ। ସାହୁ ବାବୁ ତାକୁ ଜଲ୍ଦି ନେଇକି ବାହାର ଫୋପାଡ, ଏଭଳିଆ ଦୁର୍ଗନ୍ଧ ଜିନିଷକୁ ଘରେ ସ୍ଥାନ ନାହିଁ। ହଉ ତୁ ନେଇକି ଗଲୁ ପଛର ପଇସା ଦେବୁ, ତୁ ମୂଷାଟାକୁ ନେଇକି ଆଗେ ବାହାର ଫୋପାଡେ। ହଉ ସାହୁ ବାବୁ ମୁଁ ଆସିଲି। ଶଳା ମଣିଷ ଭିଜିତେ ହଉ ବଞ୍ଚିଗଲା। ବାବୁ ମୁଁ କଣ କହୁଥିଲି କି ତେଲ ହାତ ଦବ। ଆବେ ଅଗୁରା ତୁ ବା ତ ମାମୁଁ ଘରକୁ ଯାଇଥିଲୁ, ଏଠି କଣ କରୁଛୁ ରେ? ଆଉ ଏ ଝିଅ କିଏ? ବାବୁ ଇଏ ବା ମୋ ମାଉସୀ ଝିଅ ଭଉଣୀ। ଶଳା ତୁ ବାଉଁଆ ଗୋଟେ ବଜେଇବି ତ ମୁହଁ ବାଙ୍କି ଯିବ। ଗାଞ୍ଚା ଲେଖା କଥାବାର୍ତ୍ତା କରୁଛୁ ଏଠି। ଶଳା ତୋ ମାଉସୀ ବାହାଘର ଏଇ 8 ମାସ ହବ ହେଇଛି, ତାର 18 ବର୍ଷର ଝିଅ ଆଇଲା କୋଉଠୁ ବେ? ବାବୁ ଇଏ ବା ମୋ ମାଉସୀର ଧରମ ଝିଅ, ମାନେ ମୋ ଧରମ ଭଉଣୀ। ଆଉ ହଇଓ ମୁଁ ତମ ଧରମ ଭଉଣୀ। ଆଲୋ ଇଏ ହେଲା ଅଭଦ୍ର ଲୋକଟା, ଇଏ ଯଦି ଆମ କଥା ଜାଣିଦେଲା ନା ଇଏ ଚାରିଆଡେ ହାଲ୍ଲା କରିଦବ। ଆଉ ବଗୁରା କଣ ବୁଝ ବୁଝ ନେଇ କହୁଛୁ କି ରେ? ନା ସାହୁ ବାବୁ ମୁଁ ମୋ ଭଉଣୀ କହିଥିଲି, ସାହୁ ବାବୁ ଅଭଦ୍ର ଲୋକ ନା ନା ଭଦ୍ର ଲୋକଟା। कैसे कैसे लोग रहते हैं यार यहाँ पर। ସାହୁ ବାବୁ ତେଲ ପଇସା ଟା ମୋ ଦରମାରୁ କାଟିଦବ। ତେଲ ପଇସା କାଟିବି ନା ତୁ? ସାହୁ ବାବୁ କାହିଁ ରାଉ ରାଉ ହଉଛ? ମୋ ଭଉଣୀ ଆଗରେ ମୁଁ ଛୋଟ ହେଇଯିବି? ଶଳା କାମର ନାଁ ଗନ୍ଧ ନାହିଁ, କହିଲା ମୋ ଦରମାରୁ ତେଲ ପଇସା କାଟିଦବ। ଆରେ ହେଇ ଆଉ ମାଉସୀର ଧରମ ଝିଅ ଆ ସାଙ୍ଗରେ କାହିଁ ଆସିବ? ନା କିଛି ଗୋଟେ ଗଡବଡ ଅଛି, ମତେ ଯାଇକି ଦେଖିବାକୁ ପଡିବ।
କହିଲେ ଏଇଟା ନିଛାଟିଆ ରାସ୍ତା କେହି ଆସୁନାହାନ୍ତି ମତେ ଗୋଟେ ଚୁମାଟେ ଦେ। ଚୁମା ନା ଚୋପା ଏତେ ଯଦି ଚୁମା ନମ୍ବର ଥିଲା ସେ ଗୁଣ୍ଡା ପେଟୁଆ ଆଗରେ ମତେ ଭଉଣୀ କଣ ପାଇଁ କହିଲ? ଆଲୋ ମୁଁ ଶିଖୁଛି ଦେବି ସେ ସାହୁବାବୁଟା ହେଲା ହିଷ୍ଟ୍ରିଆ ଲୋକଟା ସେଥିପାଇଁ ତା ମାଗଣା ତାକୁ ଛାଡିକି ପଳେଇବି। ହ୍ୟାଲୋ ତା ମାଇକିଣା ଗଲା ପରେ ସେ ଲୋକଟା ହିଷ୍ଟ୍ରିଆ ପ୍ରୋ ମ୍ୟାଚ୍ ହେଇଯାଇଛି। ସେ ଯୋଉ ଝିଅକୁ ମୁଁ ଦେଖୁଛି କୁକୁର ଭଳିଆ ମାଡି ବସୁଛି। खत्म बाय बाय टाटा ହଗୁରା ହଁ କୁଆଡେ ଗଲେ? ଆଲୋ ମା ସେ ମତେ ଦେଖିଲାଣି ଏଠି ଆଉ ରହିବନି। ଆଲୋ ମା ମତେ ଡରୁଛୁ କି? ମଉସା ସେ କହୁଥିଲେ। କଣ ମଉସା? ଓ ସରି ସାହୁ ବାବୁ ସେ ମତେ କହୁଥିଲେ ତମେ ଝିଅ ବୋଉଙ୍କୁ କାଳେ ଦେଖିଲେ ମାଡି ବସ ସେଥିପାଇଁ ମତେ ଡର ଲାଗୁଛି। ହେ ଭଗବାନ ଆଲୋ ମା ସେଟା ଡହରାଟା ଲୋ। ସାହୁ ବାବୁ ଗୋଟେ କଥା କହିବି? ହ୍ୟାଲୋ ଶୁକୁଟି ବାବି ଦୌଡ଼ିକି ପଳେଆ। ଆଲୋ ମା କଣ କହିବୁ କହୁଥିଲୁ? ସାହୁ ବାବୁ ତମ ଦେହଟା ଉଷୁମଳିଆ ଗନ୍ଧଉଛି କେମିତି ପଚା କୁକୁର। ଶେଷରେ ଝିଅଟା ହିଁ ମତେ କହିଲା ମୁଁ ଗନ୍ଧଉଛି ବୋଲି। ନା ଆଉ ହବନି ଏ ଶୀତରେ ତ ମୁଁ ଗାଧୋଇ ପାରିବିନି। ଯାଉଛି ଗୋଟେ କାମ କରିବି 4-6ଟା ସେଣ୍ଟ କିଣି ଆଣି ଡେଲି ଗାଣ୍ଡି ମୁଣ୍ଡରେ ଖାଲି ବୋଳି ହେବି।